ନମସ୍କାର ଓଡ଼ିଶାବାସୀ ଆଜିର 10ଟି ଗୁରୁତ୍ୱପୂର୍ଣ୍ଣ ଖବର ରାସନ କାର୍ଡଠୁ ଆରମ୍ଭ କରିକି ପିଏମ୍ କିଷାନ ଯୋଜନା ତା ସହିତ ଜନଧନ ଆକାଉଣ୍ଟକୁ ଆସିବ 10,000 ଟଙ୍କା ଏମିତି 10ଟି ଗୁରୁତ୍ୱପୂର୍ଣ୍ଣ ଖବର ରହିଛି ଖବରଟି ଦେଖିବା ପୂର୍ବରୁ ଆପଣଙ୍କ ଜିଲ୍ଲାର ନାମ ଲେଖିଦିଅନ୍ତୁ ଚାଲନ୍ତୁ ଖବର ଉପରେ ନଜର ପକାଇବା। ତେବେ ନମ୍ବର ୱାନ୍ ରାସନ କାର୍ଡରେ ଇ କେୱାଇସି କରିବା ଏବେ ବାଧ୍ୟତାମୂଳକ ଘୋଷଣା ପରେ ଏବେ ଚିନ୍ତାରେ ଓଡ଼ିଶା ବାହାରେ ରହୁଥିବା ପ୍ରବାସୀ ଓଡ଼ିଆ ତେବେ ଯେଉଁମାନେ ଓଡ଼ିଶା ବାହାରେ ରହୁଛନ୍ତି ସେମାନେ ଏବେ ଚିନ୍ତାରେ କାରଣ ରାସନ କାର୍ଡ ଇ କେୱାଇସି ବାଧ୍ୟତାମୂଳକ ବୋଲି ସରକାର ଘୋଷଣା କରିଛନ୍ତି। ଅକ୍ଟୋବର ଶେଷ ତାରିଖରେ ଶେଷ ଡେଟ୍ କୁହାଯାଉଛି ଅକ୍ଟୋବର 31 ତାରିଖ ଶେଷ ଡେଟ୍ ଆଉ ତାପରେ ରାସନ କାର୍ଡ କଟିଯିବ। ଯେଉଁମାନେ ଇ କେୱାଇସି କରିନଥିବେ ତୁରନ୍ତ ଆସି ଇ କେୱାଇସି କରନ୍ତୁ ବୋଲି କୁହାଯାଉଛି। ତେବେ ଓଡ଼ିଶାରୁ କିଛି ଡିଲର ବାଙ୍ଗାଲୋରକୁ ଆସି ବେସରକାରୀ ଭାବେ ପ୍ରବାସୀ ଓଡ଼ିଆଙ୍କର ଇ କେୱାଇସି କରୁଥିବା ବର୍ତ୍ତମାନ ସୂଚନା ମିଳିଛି। ସବୁଠାରୁ ବଡ଼ କଥା ହେଉଛି ଯେ ମୁଣ୍ଡ ପିଛା ସେମାନେ 400ରୁ 500 ଟଙ୍କା ଆଦାୟ କରୁଛନ୍ତି ଅଭିଯୋଗ ମଧ୍ୟ ଆସିଛି। ଆଉ ରାସନ କାର୍ଡ ହିତାଧିକାରୀମାନେ ବାଧ୍ୟ ହୋଇକି ଇ କେୱାଇସି କରୁଛନ୍ତି କାରଣ ସେମାନେ ଓଡ଼ିଶା ଆସିବାଠୁ ସେଠି ରହି ଇ କେୱାଇସି କରିବାଟା ମନେ ମନେ ଭଲ ଭାବୁଛନ୍ତି। ଆଉ ଏଠି କିଛି ପ୍ରବାସୀ ଓଡ଼ିଆ ଓଡ଼ିଶାକୁ ଆସି ମଧ୍ୟ ଇ କେୱାଇସି କରିପାରିନାହାନ୍ତି। ସେଥିପାଇଁ ଢେଙ୍କାନାଳ ଜିଲ୍ଲାରେ ଆଜି ଇ କେୱାଇସି ବିଳମ୍ବ ହେବାରୁ ରାସ୍ତା ରୋକ କରିଛନ୍ତି କିଛି ମହିଳାମାନେ। ତେଣୁ ଇ କେୱାଇସି ବାଧ୍ୟତାମୂଳକ ବୋଲି ସରକାର କହିଛନ୍ତି। ଅକ୍ଟୋବର 31 ତାରିଖ ଶେଷ ତାରିଖ ବୋଲି କୁହାଯାଉଛି। ତା ପୂର୍ବରୁ ଆପଣଙ୍କୁ ଇ କେୱାଇସି କରିବା ଦରକାର ନହେଲେ ଇ କେୱାଇସି ନ କଲେ ଆପଣଙ୍କ ରାସନ କାର୍ଡ କଟିଯିବ ବୋଲି କୁହାଯାଉଛି। ଆଉ ଅଯୋଗ୍ୟଙ୍କ ନାଁ ବାହାରିବ ଯାହାଫଳରେ ନୂଆ ରାସନ କାର୍ଡ ହିତାଧିକାରୀମାନେ ନୂଆ ରାସନ କାର୍ଡ ପାଇବେ ବୋଲି ସରକାର ଘୋଷଣା କରିଛନ୍ତି। ତେବେ ଆଉ ଏକ ବଡ଼ ଖବର ଏଥର ରହସ୍ୟମୟ ରତ୍ନଭଣ୍ଡାର ଖୋଜା ଏବଂ ଗୁପ୍ତ ସୁଡ଼ଙ୍ଗ ଚର୍ଚ୍ଚାକୁ ନେଇ ହଟିବ ପରଦା। ସେଣୁ ପାଇଁକି ଏବେ ବୈଷୟିକ ଯାଞ୍ଚ ମଧ୍ୟ କରାଯିବ। ରତ୍ନଭଣ୍ଡାର ପ୍ରାରମ୍ଭିକ ନିରୀକ୍ଷଣ ମଧ୍ୟ କରାଯିବ। ଆଉ 26ଟି ଟିମ୍ ମିଶି ଏଥିରେ ସାମିଲ ଅଛନ୍ତି ଯାହାଫଳରେ ସବୁ ଯନ୍ତ୍ରପାତି ବ୍ୟବହାର କରିକି ରତ୍ନଭଣ୍ଡାର ଗୁପ୍ତ ସୁଡ଼ଙ୍ଗ ରତ୍ନଭଣ୍ଡାର ଭିତରେ କ'ଣ ଅଛି ସବୁ ତଦାରଖ ହେବ। ରାଜ୍ୟ ସରକାରଙ୍କ ଅନୁମତିରେ ମାର୍ଗଦର୍ଶିତା ଏସ୍ଓପି ଅନୁସାରେ ଏହି ନିରୀକ୍ଷଣ ଅନୁଷ୍ଠିତ ହେବ ବୋଲି କୁହାଯାଉଛି। ତେବେ ସିନ୍ଧୁକ ଗୁଡ଼ିକ ସ୍ଥାନାନ୍ତରିତ ହୋଇସାରିଛି। ଆଉ ପୂର୍ଣ୍ଣାଙ୍ଗ ଅତ୍ୟାଧୁନିକ ତଥା ବୈଷୟିକ ଯାଞ୍ଚ ପରେ ଏଏସ୍ଆଇ ରତ୍ନଭଣ୍ଡାର ସଂରକ୍ଷଣ ଏବଂ ମରାମତି କାର୍ଯ୍ୟ ସାରିବାକୁ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କୁ ଅନୁରୋଧ ମଧ୍ୟ କରିଛନ୍ତି। ତେବେ କଥା ଉଠୁଛି ରତ୍ନଭଣ୍ଡାର ଭିତରେ କ'ଣ ଅଛି ଗୁପ୍ତ ସୁଡ଼ଙ୍ଗରେ କ'ଣ ଅଛି ସବୁ ନେଇ ତଦାରଖ ହେବ। ଆଉ ବିଭିନ୍ନ ପ୍ରକାର ମେସିନ୍ ମଧ୍ୟ ଲାଗିବ ଯାହାଫଳରେ ସବୁ ଡିଟେଲ୍ସ ଜଣାପଡ଼ି ତେଣୁ ଜନଧନ ଆକାଉଣ୍ଟକୁ ଆସିବ 10,000 ଟଙ୍କା। ଜନଧନ ଯୋଜନାରେ ମିଳିବ ମାଗଣା ବୀମାର ସୁବିଧା। କ'ଣ ଏହି ଜନଧନ ଯୋଜନା ତେବେ ପ୍ରଥମେ ଜାଣନ୍ତୁ। ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ମାଧ୍ୟମରେ ସରକାର ସମସ୍ତ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ମାଗଣା ବ୍ୟାଙ୍କ ଆକାଉଣ୍ଟ ଖୋଲୁଛନ୍ତି। ଆଉ ଏହି ଯୋଜନା ଅଧୀନରେ ସରକାର ବ୍ୟାଙ୍କ ଆକାଉଣ୍ଟକୁ ଖୋଲୁଥିବା ହିତାଧିକାରୀଙ୍କୁ 1 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୀମା ମଧ୍ୟ ପ୍ରଦାନ କରୁଛନ୍ତି। ତେବେ ଏହି ଯୋଜନା ଅଧୀନରେ ବ୍ୟାଙ୍କ ଆକାଉଣ୍ଟ ଖୋଲୁଥିବା ଆକାଉଣ୍ଟଧାରୀଙ୍କର କୌଣସି ଦଲିଲ ବା ବିନା 10,000 ଟଙ୍କା ପର୍ଯ୍ୟନ୍ତ ଋଣ ମଧ୍ୟ ନେଇପାରିବେ। ତେବେ ସବୁଠାରୁ ବଡ଼ କଥା ହେଉଛି ଯେ ଜନଧନ ଆକାଉଣ୍ଟ ଖୋଲିବା ପାଇଁ କ'ଣ ଡକୁମେଣ୍ଟ ଦରକାର। ରାସନ କାର୍ଡ ପ୍ୟାନ କାର୍ଡ ଇମେଲ ଆଇଡି ଘର ପ୍ରମାଣପତ୍ର ମୋବାଇଲ ନମ୍ବର ଏବଂ ପାସପୋର୍ଟ ଆକାରର ଫଟୋ ମଧ୍ୟ ଦରକାର। ତେଣୁ ଏତିକି ହୋଇଗଲେ ଆପଣଙ୍କୁ ମଧ୍ୟ 10,000 ଟଙ୍କା ମାଗଣା ମିଳିପାରିବ ଯାହା ଋଣ ଆକାରରେ ଆପଣ ନେଇପାରିବେ। କୌଣସି କୋଉଠିକି ଯିବା ପାଇଁ ପଡ଼ିବ ନାହିଁ। ତେବେ ସବୁଠାରୁ ବଡ଼ କଥା ହେଉଛି ଯେ ବ୍ୟାଙ୍କ କର୍ମଚାରୀ ନିକଟକୁ ଯିବା ପରେ ବର୍ତ୍ତମାନ ଆପଣ ଏହି ଆବେଦନ ଫର୍ମକୁ ଫିଲ୍ଅପ୍ କରିବାକୁ ପଡ଼ିବ ତାପରେ ଆପଣଙ୍କୁ ମିଳିବ ବୋଲି କୁହାଯାଉଛି। ସମସ୍ତ ଡକୁମେଣ୍ଟ ଦେଇସାରିଲା ପରେ ଆପଣଙ୍କର ମଧ୍ୟ ବୀମା କଭରେଜ ହେବ ବୋଲି କୁହାଯାଉଛି। ତେବେ ଆଉ ଏକ ବଡ଼ ଖବର ବିଶ୍ୱଭୂଷଣ ହରିଚନ୍ଦନ ଏବେ ଅସୁସ୍ଥ ହସ୍ପିଟାଲରେ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଛତିଶଗଡ଼ର ପୂର୍ବତନ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ହସ୍ପିଟାଲରେ ଭେଟିଛନ୍ତି ଏବଂ ତାଙ୍କ ଆଶୁ ଆରୋଗ୍ୟ କାମନା ମଧ୍ୟ କରିଛନ୍ତି। ତେବେ ଚିକିତ୍ସା କରୁଥିବା ଡାକ୍ତରମାନଙ୍କ ସହିତ ସ୍ୱାସ୍ଥ୍ୟ ବିଭାଗରେ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି ସାକ୍ଷାତ ସମୟରେ ଶ୍ରୀ ହରିଚନ୍ଦନଙ୍କ ପୁତ୍ର ଏବଂ ତଥା ରାଜ୍ୟ ଆଇନ ପୂର୍ତ୍ତ ବିଭାଗ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ମଧ୍ୟ ଉପସ୍ଥିତ ଥିଲେ ବୋଲି କୁହାଯାଉଛି। ତେବେ ସବୁଠାରୁ ବଡ଼ କଥା ହେଉଛି ଯେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଠିକ୍ ଅସୁବିଧା ସମୟରେ ସମସ୍ତଙ୍କ ପାଖରେ ଠିଆ ହେଉଛନ୍ତି ବୋଲି କହିଛନ୍ତି ସମସ୍ତେ। ତେବେ ଆଉ ଏକ ବଡ଼ ଖବର ଉପର ମୁଣ୍ଡରେ ବର୍ଷା ଆଉ ବାଲେଶ୍ୱରରେ ଭୟଙ୍କର ବନ୍ୟା। ପାଣି ଘେରରେ 50 ଗାଁ। ଉପର ମୁଣ୍ଡରେ ବର୍ଷା ହେବା ଯୋଗୁଁ ସୁବର୍ଣ୍ଣରେଖା ନଦୀର ଜଳସ୍ତର ବଢ଼ିଥିଲା। ଆଉ ଏବେ 50 ଗାଁ ପାଣି ଘେରରେ ରହିଛନ୍ତି। ତେବେ ପ୍ରଶାସନ ପକ୍ଷରୁ ଆଲର୍ଟ ମଧ୍ୟ କରାଯାଇଛି। ସେପଟେ ଭଣ୍ଡାରୀ ପୋଖରୀ ଧାମନଗର ବାସୀମାନଙ୍କର ନିଦ ମଧ୍ୟ ହଜିଯାଇଛି। ତେବେ ଏତେ 50 ଗାଁ ଏବେ ପୁରା ପାଣି ଘେରରେ ଅଛନ୍ତି ବୋଲି କୁହାଯାଉଛି। 3 ଦିନ ଯାକ ଲଗାଣ ବର୍ଷା ଯୋଗୁଁ ବାଲେଶ୍ୱର ଜିଲ୍ଲାରେ ପ୍ରବଳ ବନ୍ୟା ସ୍ଥିତି। ଆଉ ଗୋଟିଏ ପଟେ ଜଳକା ବିପଦ ସଂକେତ ଟପିବା ବେଳେ ଅନ୍ୟପଟେ ସୁବର୍ଣ୍ଣରେଖା ନଦୀର ଜଳସ୍ତର ବୃଦ୍ଧି ପାଇଛି।
ଯାହାଫଳରେ ଏଇସବୁ ଗାଁମାନଙ୍କ ଏବେ ପାଣି ଘେରରେ ରହିଛି। ତଳିଆ ଅଞ୍ଚଳ ସମେତ ବହୁ ଗାଁରେ ପାଣି ମଧ୍ୟ ପଶିଛି। ତେବେ ରାସ୍ତାରେ ପାଣିର ସୁଅ ବଢ଼ିଛି ଏବଂ ବୁଡ଼ିଛି ଘର। ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି ଲୋକେ। ଏ ନେଇ ମଧ୍ୟ ସବୁଆଡ଼ୁ ବିପଦ ହିଁ ବିପଦ। ଆଉ ଏଥିପାଇଁ କି ମଧ୍ୟ ସରକାର ପ୍ରଶାସନ ପକ୍ଷରୁ ବହୁତ ପ୍ରକାର ସାହାଯ୍ୟ ମଧ୍ୟ କରାଯାଉଛି। ତେବେ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୁଭଦ୍ରା ଯୋଜନାର ଉଦ୍ଘାଟନ କଲେ ଆଉ କିଛି ମହିଳାଙ୍କୁ ମିଳିଲା ମଧ୍ୟ 5,000 ଟଙ୍କା। ତେଣୁ 50 ଲକ୍ଷ ଆବେଦନ କରିଥିବା ବେଳେ 25 ଲକ୍ଷ ମହିଳାଙ୍କୁ ମିଳିଛି ସୁଭଦ୍ରା ଟଙ୍କା। ଆଉ ବାକି 25 ଲକ୍ଷ ଲୋକଙ୍କୁ ମିଳିବ ବୋଲି କୁହାଯାଉଛି। ପ୍ରାୟ 1250 କୋଟି ଟଙ୍କା ସୁଭଦ୍ରା ହିତାଧିକାରୀଙ୍କ ଆକାଉଣ୍ଟ କ୍ରେଡିଟ୍ ହୋଇଛି ବୋଲି କୁହାଯାଉଛି। ତେବେ ସେପଟେ ସୁଭଦ୍ରା ପାଇଁକି ଆବେଦନ ପ୍ରକ୍ରିୟା ଜାରି ରହିଥିବା ବେଳେ ବର୍ତ୍ତମାନ ସୁଦ୍ଧା ଆବେଦନ କଲେଣି 75 ଲକ୍ଷରୁ ଅଧିକ ମହିଳା। ତେବେ ପ୍ରଶ୍ନ ଉଠୁଛି ଏ କେବେ ସୁଦ୍ଧା ହିତାଧିକାରୀ ଆକାଉଣ୍ଟକୁ ଅର୍ଥ ଯିବ, କେଉଁମାନେ ସୁଭଦ୍ରା ଟଙ୍କା ପାଇବା ପାଇଁ ଅଯୋଗ୍ୟ ହେବେ? ତେଣୁ ସବୁଠାରୁ ବଡ଼ କଥା ହେଉଛି ପ୍ରଥମ କିସ୍ତି ବହୁତ ଲୋକଙ୍କୁ ଯାଇଛି, ଆଉ କିଛି ଯାଇନି। ତେଣୁ ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସମସ୍ତଙ୍କ ଆକାଉଣ୍ଟକୁ ଯିବ। ବ୍ୟସ୍ତ ନ ହେବା ପାଇଁ ମଧ୍ୟ କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ତେବେ ଆଉ ଏକ ବଡ଼ ଖବର ହେଲା ବଢ଼ୁଛି ଡେଙ୍ଗୁ ସଂକ୍ରମଣ। ହାତ ଟେକି ଦେଲେଣି ରାଜ୍ୟରେ 6,000 ମୁହାଁ ଡେଙ୍ଗୁ ସଂକ୍ରମଣ। ରାଜ୍ୟବାସୀ ଏବେ ଡେଙ୍ଗୁ ଜ୍ୱରରେ ଥରୁଛନ୍ତି। ରୋଗୀଙ୍କ ସଂଖ୍ୟା 6,000 ମୁହାଁ ହେଲାଣି। ଚଳିତ ମାସ ଶେଷ କିମ୍ବା ଅକ୍ଟୋବର ମାସ ପର୍ଯ୍ୟନ୍ତ ସଂକ୍ରମଣ ଜାରି ରହିପାରେ ବୋଲି ଅନୁମାନ କରାଯାଉଛି। ଏଭଳି ପରିସ୍ଥିତିରେ ରାଜ୍ୟରେ ଡେଙ୍ଗୁ ପରୀକ୍ଷା ପାଇଁ କିଟ୍‌ର ଅଭାବ ଦେଖାଯାଉଛି। ରାଜ୍ୟ ଔଷଧ ନିଗମର ଷ୍ଟକ୍ ରିପୋର୍ଟରେ ଜିଲ୍ଲା ରାଜ୍ୟସ୍ତରର ପରୀକ୍ଷା ପାଇଁ ଆବଶ୍ୟକ କିଟ୍ ଆଉ ନାହିଁ। ତେବେ କ'ଣ କରିବେ ଲୋକେ? ତେଣୁ ଜିଲ୍ଲାପାଳମାନେ ଡେଙ୍ଗୁ ପରୀକ୍ଷା ପାଇଁ ଏବେ ଏନ୍ଏସ୍ଏ ଏଲିସା କିଟ୍ କିଣିବା ଲାଗି ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟ ପକ୍ଷରୁ କୁହାଯାଇଛି। ସବୁଠାରୁ ବଡ଼ କଥା ହେଉଛି ସମସ୍ତଙ୍କୁ ମଶାରୀ ଏବଂ ନିଜର ଆଖପାଖ ସଫା ରଖିବା ପାଇଁ କୁହାଯାଉଛି। କାରଣ ଏହି ଦ୍ୱାରା ଏବେ କିଛି ଲୋକଙ୍କର ମଧ୍ୟ ମୃତ୍ୟୁ ହେଲାଣି। ଡେଙ୍ଗୁ ଜ୍ୱରଙ୍କ ଦ୍ୱାରା କି ମନ୍ତ୍ରୀଙ୍କର ସ୍ତ୍ରୀଙ୍କର ମୃତ୍ୟୁ ମଧ୍ୟ ହୋଇଥିଲା, ଆପଣମାନେ ଶୁଣିଥିବେ। ତେବେ ଏବେ ସବୁଠାରୁ ଅଧିକ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ସୁନ୍ଦରଗଡ଼ରେ। ସୁନ୍ଦରଗଡ଼ରେ 1,867ଟି ହେଲାବେଳେ ଖୋର୍ଦ୍ଧାରେ 1,134ଟି, ବାଲେଶ୍ୱରରେ 401ଟି, କଟକରେ 340ଟି, ମୟୂରଭଞ୍ଜରେ 267ଟି, ଭଦ୍ରକରେ 210, ଯାଜପୁରରେ 192, ପୁରୀରେ 143, ଏମିତି ଅନେକ ଜିଲ୍ଲାରେ ପ୍ରବଳରୁ ପ୍ରବଳ ଅତିବର୍ଷ ଡେଙ୍ଗୁ ଚିହ୍ନଟ ହୋଇଛି। ଯାହାଫଳରେ ସବୁ ମିଶି 5,826କୁ ବୃଦ୍ଧି ପାଇଛି। ଦେବଗଡ଼ରେ ସର୍ବନିମ୍ନ 3 ଜଣ ଆକ୍ରାନ୍ତ ହୋଇଛନ୍ତି। ତେବେ ଡେଙ୍ଗୁ ରୋଗରେ ଏତେ ପୀଡ଼ିତ ହୋଇଛନ୍ତି ଯେ ଏବେ ରାଜ୍ୟବାସୀ ପୁରା ଆତଙ୍କିତ ଅଛନ୍ତି। ତେବେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହିତାଧିକାରୀଙ୍କୁ ଚାବି ବାଣ୍ଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଓଡ଼ିଶାକୁ ଆରମ୍ଭ ହୋଇଛି ପ୍ରଧାନମନ୍ତ୍ରୀ ଆବାସ ଯୋଜନା। ଆଉ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଭୁବନେଶ୍ୱର ଗାଡ଼କଣା ଶବର ସାହିରୁ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀମାନେ ଅନ୍ତର୍ଯାମୀ ନାୟକ ଏବଂ ଜହଜାନ ନାୟକ ଚାବି ଦେଇ ଗୃହ ପ୍ରବେଶ କରିବା ପାଇଁ ସେଠାରେ ସମୟ ବିତାଇଛନ୍ତି। ଏଥିସହିତ ଶବର ସାହିରେ 36 ଜଣ ହିତାଧିକାରୀ ଭଲମନ୍ଦ ବୁଝିବା କେନ୍ଦ୍ର ସରକାରଙ୍କ ଜନହିତକାରୀ ଯୋଜନା ସମ୍ପର୍କରେ ଜଣଙ୍କଠାରୁ ଜଣକୁ ପଚାରି ବୁଝିଛନ୍ତି। ଗାଡ଼କଣ ଗାଁରେ ଆଜି ନିଜ ଜନ୍ମଦିନ ପାଳନ କରିଛନ୍ତି ପ୍ରଧାନମନ୍ତ୍ରୀ। ଲୋକଙ୍କ ସହ ମିଶି ଚାହା ବିସ୍କୁଟ ଖାଇଛନ୍ତି। ହିତାଧିକାରୀଙ୍କ ହାତ ତିଆରି କ୍ଷୀରି ମଧ୍ୟ ଖାଇଛନ୍ତି। ଗାଁ ପରିବେଶର ଲୋକଙ୍କ ସହ କିଛି ଜନ୍ମଦିନ ପାଳନ ପାଖାପାଖି 50 ମିନିଟ୍ ଅତିବାହିତ କରିଛନ୍ତି ପ୍ରଧାନମନ୍ତ୍ରୀ। ତେଣୁ ଏଭଳି ହେଇକି ଏବେ 100 ଦିନରେ 10 ଲକ୍ଷ ଆକାଉଣ୍ଟକୁ ଅର୍ଥ ହସ୍ତାନ୍ତର କରାଯାଇଛି। ତେବେ ଦେଶର 30 ଲକ୍ଷ ପରିବାରଙ୍କ ଗୃହ ପ୍ରବେଶ ମଧ୍ୟ ହୋଇଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ ସମସ୍ତେ ଏବେ ଖୁସି ଅଛନ୍ତି ବୋଲି କୁହାଯାଉଛି। ତେବେ ଇଏ ଥିଲା ଆଜିର ଗୁରୁତ୍ୱପୂର୍ଣ୍ଣ ଖବର। ଏମିତି ଖବର ଦେଖିବା ପାଇଁ ହେଲେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ଯାହାଫଳରେ କିଛି ଯୋଜନାର ଅପଡେଟ୍ ପାଇପାରିବେ। ସବୁ ପ୍ରକାର ଖବର ପାଇପାରିବେ ଏହି ଚ୍ୟାନେଲ ମାଧ୍ୟମରେ।